କୁହାଯାଏ ଓଡିଆନ୍ ତନ୍ତ୍ରକୁ ରାବଣ ୟୁଜ କରୁଥିଲା ବା ପ୍ରୟୋଗ କରୁଥିଲା। ତାଙ୍କର ଉପାସ୍ୟ ହଉଛନ୍ତି ଲଙ୍କେଶ୍ୱରୀ, ହୁଁ ତାଙ୍କ ଦେବୀ ହଉଛନ୍ତି ଲଙ୍କେଶ୍ୱରୀ। ଲଙ୍କେଶ୍ୱରୀ ଆଜ୍ଞା। ତେଣୁ ଲଙ୍କେଶ୍ୱରୀଙ୍କ ପାଖରେ ସେ ଯୋଉ ପୂଜା ଏବଂ ଉପାସନା କରି ସାଧନା କରିଥିଲେ ତାହା ହଉଛି ଉଗ୍ର ପଦ୍ଧତିରେ ସେ ସାଧନା କରିଥିଲେ। ତେଣୁ ଉଡିଆନ୍ ତନ୍ତ୍ର ଅନୁସାରେ ସେ ସାଧନା କରିଥିଲେ, ଯୋଉ ସାଧନା ବଳରେ ସେ ତାଙ୍କର ମୁଣ୍ଡ କାଟିଦେଲେ ମଧ୍ୟ ସେ ମୁଣ୍ଡ ଆସି ପୁଣି ଆଉ ଲାଗି ଯାଉଥିଲା। ସେ ସବୁ ଅକଳ୍ପନୀୟ କାମ କରିଥିଲେ ଏବଂ ସିଏ ଜାଣିଥିଲେ ଯେ ଉଡିଆନ୍ ତନ୍ତ୍ରର ସୃଷ୍ଟି ହଉଛି ପୁରୀରୁ ଏବଂ ଉଡିଆନ୍ ତନ୍ତ୍ରର ପ୍ରୟୋଗଶାଳା ବା ପ୍ରାକ୍ଟିକାଲ ଏରିଆ ହେଲା ପୁରୀ ଶ୍ରୀକ୍ଷେତ୍ର। ସେ ଭଲ ଭାବରେ ଜାଣିଥିଲେ ଯେ ଉଡିଆନ୍ ତନ୍ତ୍ରର ପ୍ରଭାବ ଆଉ ପ୍ରତିଷ୍ଠା କଣ ଅଛି। ତେଣୁ ସେ ଯେତେବେଳେ ସେ ଚିନ୍ତା କଲେ ଯେ ମୁଁ ଏତେ ଦିନ ବଞ୍ଚିବି, ମୁଁ ସ୍ୱର୍ଗକୁ ଗୋଟେ ନିଶୁଣି କରିବି। ତେଣୁ ଭାରତରେ ଆଉ କୋଉଠି ସେ ନିଶୁଣି ତିଆରି କରିନଥିଲେ। ସେ ପୁରୀରେ ଗୋଟେ ନିଶୁଣି ତିଆରି କରିବା ଆରମ୍ଭ କରିଥିଲେ। ଏବଂ ସେ ନିଶୁଣିର କିଛି ଅଂଶ ତାପରେ ସେ ରାମଙ୍କ ସହିତ ଏଭଳି ଘଟଣା ଘଟିଲା, ସେ ମୃତ୍ୟୁବରଣ କଲେ। କିନ୍ତୁ ଗୋଟେ ନିଶୁଣି ସେ ସ୍ୱର୍ଗଦ୍ୱାର ପାଖରେ କରିଥିଲେ। ସେ ଚିନ୍ତା କରିଥିଲେ ଯେ ସ୍ୱର୍ଗଦ୍ୱାର ନାଁଟା ଯୋଉ ଅଛି ତାହା 9ଟା ସଂସ୍କୃତ ବହିରେ ଅଛି। ତେଣୁ ତାକୁ ଋଷିମୁନି ମାନେ ସ୍ୱର୍ଗଦ୍ୱାର କାହିଁ କହିଛନ୍ତି ତାର ରହସ୍ୟ ମଧ୍ୟ ସେ ଯେହେତୁ ମହାଜ୍ଞାନୀ ଉଡିଆନ୍ ତନ୍ତ୍ର ଅନୁସାରେ ସେ ଜାଣିଲା ଯେ ସ୍ୱର୍ଗଦ୍ୱାର କୁହାଯାଉଛି ମାନେ ସ୍ୱର୍ଗକୁ ଯିବାର ଦ୍ୱାର ହଉଛି ଏଇ ସ୍ୱର୍ଗଦ୍ୱାର। ତେଣୁ ଏଇ ସ୍ୱର୍ଗଦ୍ୱାର ପାଖରେ ନିଶୁଣି କଲେ ମୁଁ ସ୍ୱର୍ଗକୁ ଯାଇପାରିବି। ତେଣୁ ଠିକ୍ ବାଉଳି ମଠ ସାମ୍ନାରେ ସେ ଦିଟା ନିଶୁଣି କରିଥିଲେ। ଗୋଟିଏ ନିଶୁଣି ଯୋଉ ଖୁଣ୍ଟି ନିଶ୍ଚିହ୍ନ ହେଇଯାଇଛି, ଆଉ ଗୋଟିଏ ଖୁଣ୍ଟି 6-7 ଫୁଟ ଥିଲା, ଏବେ ବି ଅଛି ଏବଂ ତାକୁ ମଧ୍ୟ ପୂଜା କରାଯାଏ ଏବଂ କାର୍ତ୍ତିକ ମାସରେ ସମସ୍ତ ହବିଷ୍ୟାଳୀ ସ୍ୱର୍ଗକୁ ଯିବାର ଖୁଣ୍ଟିଟିକି ସମସ୍ତେ ପୂଜା କରନ୍ତି ଏବଂ ପରିକ୍ରମା କରନ୍ତି, ଫୁଲ ଦିଅନ୍ତି। ତେଣୁ ସ୍ୱର୍ଗକୁ ନିଶୁଣି ବାନ୍ଧିବା ପାଇଁ ସେ ଯୋଉ କଳ୍ପନା କରିଥିଲା ତାହା ଉଡିଆନ୍ ତନ୍ତ୍ର ବଳରେ କରିଥିଲା। ତାରି ରହସ୍ୟ ବୁଝିବା ପରେ କରିଥିଲା। ଏବଂ ଉଡିଆନ୍ ତନ୍ତ୍ର ପଢିବା ପରେ, ସେ ସାଧନା କରିବା ପରେ ସେ ଜାଣିଥିଲା ଯେ ଓଡିଶାର ବା ଭାରତର ବା ପୃଥିବୀର ସ୍ୱର୍ଗଦ୍ୱାର ହଉଛି ସ୍ୱର୍ଗକୁ ଯିବାର ବାଟ। ବାଟ। ତେଣୁ ସେ ସେଇଠି ନିଶୁଣି ତିଆରି କରିଥିଲେ।